ଖରା ଗରମରେ ପାଟିକୁ ଅରୁଚି ଲାଗିଲେ କିମ୍ବା ମସଲା ତରକାରୀ ଖାଇ ବିରକ୍ତ ଲାଗିଲେ ଆପଣମାନେ କଞ୍ଚା ଆମ୍ବରୁ ବନାନ୍ତୁ ସୁଆଦିଆ କଞ୍ଚା ଆମ୍ବ ଚାରୁ। ବିନା ଭୋକରେ ଭାତ କେତେବେଳେ ସରିଯିବ ଆପଣମାନେ ନିଜେ ବି ଜାଣିପାରିବେ ନାହିଁ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ରେସିପି ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତଳେ ଥିବା ବ୍ଲାକ୍ କଲର୍ ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍ର ଅଲ୍ ଅପସନ୍ରେ ପ୍ରେସ୍ କରନ୍ତୁ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। କଞ୍ଚା ଆମ୍ବ ଚାରୁ ବନାଇବା ପାଇଁ ଏଠି ମୁଁ ନେଇଛି 200 ଗ୍ରାମର କଞ୍ଚା ଆମ୍ବ। ଛୋଟ ବଡ଼ ଯେକୌଣସି ସାଇଜର ଆମ୍ବ ନେଇପାରିବେ। ଆମ୍ବରୁ ଚୋପା ବାହାର କରି ଛୋଟ ପିସେସରେ କାଟି ନେବା। ଏଠି ଆମ୍ବ କଷି ଥିଲା, ସେଥିପାଇଁ ଚୋପା ବାହାର କରିସାରିବା ପରେ ଆମ୍ବ ଭିତରେ ଥିବା କୋଇଲି ବା ଟାକୁଆକୁ ବାହାର କରି ମୁଁ ଛୋଟ ପିସେସରେ କାଟି ନେଇଛି। ଆମ୍ବ କାଟି ସାରିବା ପରେ ଗୋଟେ ଗିନାରେ ମାପ କରି ନେବା। ଯେଉଁ ଗିନାରେ ମାପ କରି ଆମ୍ବ ନେବା ପରେ ଚାରୁରେ ସେଇ ଗିନାରେ ମାପ କରି ପାଣି ଦେବା। ଏବେ ଚାଲନ୍ତୁ ଆମ୍ବକୁ ସିଝେଇବା। ଆମ୍ବକୁ ସିଝେଇବା ପାଇଁ ଗୋଟେ ସସ୍ପ୍ୟାନରେ ବେଶ କିଛି ପାଣି ନେବା। ପାଣିରେ ଅଳ୍ପ ଲୁଣ ଦେବା, ତାପରେ କାଟି ରଖିଥିବା ଆମ୍ବକୁ ଦେବା। ଆମ୍ବ ଦେବା ପରେ ମିଡିୟମ ଫ୍ଲେମ୍ରେ 4ରୁ 5 ମିନିଟ୍ ପର୍ଯ୍ୟନ୍ତ ଆମ୍ବକୁ ସିଝେଇବା। 5 ମିନିଟ୍ ପରେ ଏଠି ଦେଖନ୍ତୁ ଆମ୍ବ ସିଝି ଯାଇଛି। ଏବେ ଆମେ ବାହାରକୁ ବାହାର କରି ଆଣିବା। ତାପରେ ଚାଲନ୍ତୁ ଚାରୁ ପାଇଁ ମସଲା ବନେଇବା। ମସଲା ପାଇଁ ଏଇଠି ମୁଁ ନେଇଛି ଗୋଟେ ଛୋଟ ଚାମଚ ହରଡ଼ ଡାଲି। ହରଡ଼ ଡାଲି ଦେଲେ ଚାରୁ ଟିକେ ବହଳିଆ ହୁଏ, ଚାରୁ ଖାଇବା ପାଇଁ ଭଲ ଲାଗେ। ତାପରେ ଗୋଟେ ଛୋଟ ଚାମଚ କଞ୍ଚା ଧନିଆ ଦେବା, ଗୋଟେ ଛୋଟ ଚାମଚ କଞ୍ଚା ଜିରା, ତାପରେ ଅଧା ଛୋଟ ଚାମଚ ଗୋଲମରିଚ ଦେବା। ଆପଣମାନେ କେତେ ରାଗ ଖାଇବେ ସେଇ ହିସାବରେ ଗୋଲମରିଚ ଦେବେ। ପରେ ଆମେ ଅଳ୍ପ କଞ୍ଚା ଲଙ୍କା ବି ଦେବା। ତାପରେ ଏସବୁ ମସଲାକୁ ଆମେ ଲୋ ଫ୍ଲେମ୍ରେ କେବଳ 1 ମିନିଟ୍ ପର୍ଯ୍ୟନ୍ତ ହାଲକା ଭାଜିବା। ମସଲାକୁ ବେଶୀ ସମୟ ଭାଜିଲେ ମସଲାରୁ ବାସ୍ନା ଚାଲିଯାଏ। ମସଲା ହାଲକା ଭାଜିଯିବା ପରେ 5-6ଟି ରସୁଣ, ଅଳ୍ପ କିଛି ଭୃଷଙ୍ଗ ପତ୍ର ଦେବା। ରସୁଣ ଟିକେ ଅଧିକ ଦେବେ, ବହୁତ ବଢ଼ିଆ ବାସ୍ନା ଆସିବ। ତାପରେ ଆଉ 1 ମିନିଟ୍ ପର୍ଯ୍ୟନ୍ତ ସବୁ ମସଲା ଗୁଡ଼ିକୁ ଆମେ ହାଲକା ଭାଜିବା। ମସଲା ହାଲକା ଭାଜିଯିବା ପରେ ଆମେ ବାହାରକୁ ବାହାର କରି ଆଣିବା। ମସଲାକୁ ପୁରା ଥଣ୍ଡା ହେବା ପାଇଁ ଛାଡ଼ିବା। ଥଣ୍ଡା ହେଲା ପରେ ଗ୍ରାଇଣ୍ଡର ଜାରରେ ଦେଇ ଆମେ ଫାଇନ୍ ପାଉଡର ବନେଇବା। ଟିକେ ଖଦଡ଼ ରହିଲେ ବି ଚଳିବ। ଏବେ ଆମ ରେଡ଼ି ହେଇଗଲା ଆଜିର ଚାରୁ ପାଇଁ ସ୍ପେଶାଲ ଚାରୁ ମସଲା। ଚାରୁ ମସଲାକୁ ଏଇ ଉପାୟରେ ବନେଇଲେ ଚାରୁର ବାସ୍ନା ଆଉ ଟେଷ୍ଟ ବହୁତ ବଢ଼ିଆ ଆସେ। ଆମ୍ବ ଥଣ୍ଡା ହେଇଯିବା ପରେ ସେଇ ଗ୍ରାଇଣ୍ଡର ଜାରରେ ଦେବା। ଜମା ପାଣି ଦେବା ନାହିଁ, ସେମିତି ଗ୍ରାଇଣ୍ଡ କରି ଆଣିବା। ଆମ୍ବର ପ୍ୟୁରି ରେଡ଼ି ହେଇଗଲା, ସବୁ ଜିନିଷ ରେଡ଼ି ହେଇଗଲା। ଚାଲନ୍ତୁ ଚାରୁ ବନେଇବା ଷ୍ଟାର୍ଟ କରିବା। କଢ଼େଇ ଗରମ କରି ଗୋଟେ ଚାମଚ ସୋରିଷ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ ଗୋଟେ ଛୋଟ ଚାମଚ ବୁଟ ଡାଲି, ଗୋଟେ ଛୋଟ ଚାମଚ ବିରି ଡାଲି ଦେବା। ଏଇ ଦୁଇଟି ଡାଲିକୁ ତେଲରେ ହାଲକା ଭାଜି ଚାରୁ ବନେଇଲେ ଚାରୁରେ ସିଝିଯିବା ପରେ ଖାଇବା ପାଇଁ ବହୁତ ବଢ଼ିଆ ଲାଗେ। ଡାଲିକୁ ଭାଜିବା ପାଇଁ ଟିକେ ଅଧିକ ସମୟ ଲାଗିବ, ସେଥିପାଇଁ ପ୍ରଥମେ ଡାଲିକୁ ହାଲକା ଭାଜିବା। ଡାଲି ହାଲକା ଭାଜିଯିବା ପରେ ଅଧା ଛୋଟ ଚାମଚ ଜିରା, ଅଧା ଛୋଟ ଚାମଚ ଛୋଟ ଦାନାବାଲା ସୋରିଷ ଦେବା। 1ରୁ 2ଟି ଶୁଖିଲା ଲଙ୍କା ଦେବା। ତାପରେ ଜିରା ସୋରିଷକୁ ତେଲରେ ଭଲ ଭାବରେ ଫୁଟେଇବା। ଜିରା ସୋରିଷ ଫୁଟିଯିବା ପରେ 3-4 ପିଞ୍ଚ ହିଙ୍ଗୁ, ବେଶ କିଛି ଭୃଷଙ୍ଗ ପତ୍ର ଦେବା। ହିଙ୍ଗୁ ଆଉ ଭୃଷଙ୍ଗ ପତ୍ର ଛୁଙ୍କ ଶେଷରେ ଦେବେ, ତାହେଲେ ହିଙ୍ଗୁ ଆଉ ଭୃଷଙ୍ଗ ପତ୍ରର ବାସ୍ନା ଛୁଙ୍କରେ ରହିବ। ଭୃଷଙ୍ଗ ପତ୍ର ତେଲରେ ହାଲକା ଭାଜିଯିବା ପରେ ଗୋଟେ ମିଡିୟମ ସାଇଜର ଟମାଟୋ ଦେବା। ତାପରେ ରାଗ ପାଇଁ ଗୋଟେ କଞ୍ଚା ଲଙ୍କା ଦେବା। ଅଳ୍ପ ଗୋଲମରିଚ ଆମେ ମସଲାରେ ବାଟି ନେଇଥିଲେ, ଆପଣମାନେ ଯେତିକି ରାଗ ଖାଇବେ ସେଇ ହିସାବରେ କଞ୍ଚା ଲଙ୍କା ଦେବେ। ତାପରେ ଚାରୁ ପାଇଁ ସ୍ୱାଦ ଅନୁସାରେ ଲୁଣ ଦେବା। ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ ଦେବା। ଚାରୁରେ ଭଲ କଲର୍ ପାଇଁ ଅଧା ଛୋଟ ଚାମଚ କାଶ୍ମୀରୀ ଲଙ୍କାଗୁଣ୍ଡ ଦେବା। ରାଗ ପାଇଁ ଆମେ କଞ୍ଚା ଲଙ୍କା ଆଉ ଗୋଲମରିଚ ଦେଇଥିଲୁ। ଏବେ ଲୋ ଟୁ ମିଡିୟମ ଫ୍ଲେମ୍ରେ ଆମେ ମସଲାକୁ କଷିବା। 2-3 ମିନିଟ୍ ପରେ ଏଠି ଦେଖନ୍ତୁ ଟମାଟୋ ନରମ ହେଇଗଲାଣି, ଆମ ମସଲା କଷିଗଲାଣି। ଟମାଟୋ ମସଲା କଷିଯିବା ପରେ ଆମେ ବାଟି ରଖିଥିବା ଆମ୍ବ ପ୍ୟୁରି ଦେବା। ତା ସହିତ ବନେଇ ରଖିଥିବା ସ୍ପେଶାଲ ଚାରୁ ମସଲାକୁ ଦେବା। ତାପରେ ଲୋ ଟୁ ମିଡିୟମ ଫ୍ଲେମ୍ରେ ସବୁ ଜିନିଷକୁ 3ରୁ 4 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ କଷିବା। ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନେ କେଉଁଠୁ ଭିଡ଼ିଓ ଦେଖୁଛନ୍ତି ଦୟାକରି ମୋତେ କମେଣ୍ଟସ୍ କରି ଜଣାଇବେ, ତାହେଲେ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଇ ପାରିବି। 3-4 ମିନିଟ୍ ପରେ ଏଠି ଦେଖନ୍ତୁ ସବୁ ଜିନିଷ ଭଲ ଭାବରେ କଷି ଯାଇଛି। ଏବେ ଆମେ ଚାରୁ ପାଇଁ ପାଣି ଦେବା। ଯେଉଁ କପ୍ରେ ମାପ କରି ମୁଁ 1 କପ୍ ଆମ୍ବ ନେଇଥିଲି, ସେମ୍ କପ୍ରେ ମାପ କରି 4 କପ୍ ପାଣି ଦେଲି। ଏଇ ଭାଗ ମାପ ମନେ ରଖିବେ। ଆପଣମାନେ ଯେଉଁ ଗିନାରେ ମାପ କରି 1 ଗିନା ଆମ୍ବ ନେଇଥିବେ, ସେମ୍ ଗିନାରେ ମାପ କରି 4 ଗିନା ପାଣି ଦେବେ।
ପାଣି ଦେବା ପରେ ଗ୍ୟାସ୍ର ଫ୍ଲେମ୍ ହାଇ ରଖି କଭର କରିବା, ଯାହାଦ୍ୱାରା ପାଣି ବହୁ ଜଲ୍ଦି ଫୁଟିଯିବ। ପାଣି ଫୁଟି ଆସିଲେ ଥରେ ଆମେ ଗୋଳେଇ ନେବା। ଏବେ ଚାରୁର ଟେଷ୍ଟ ବଢ଼ାଇବା ପାଇଁ ଦୁଇଟି ଖାସ୍ ଜିନିଷ ଦେବା। ବେଶ କିଛି ଧନିଆ ପତ୍ର ନାଡ଼ ସହିତ ଦେବା। ନାଡ଼ ସହିତ ଦେଲେ ଚାରୁରେ ବହୁତ ବଢ଼ିଆ ବାସ୍ନା ଆସିବ। ତା ସହିତ ବେଶ କିଛି ଭୃଷଙ୍ଗ ପତ୍ର ଦେବା। ଧନିଆ ପତ୍ର ଭୃଷଙ୍ଗ ପତ୍ର ଦେବା ପରେ ମିଡ଼ିୟମ୍ ଫ୍ଲେମ୍ରେ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଚାରୁକୁ ଆମେ ଫୁଟେଇବା, ଯାହାଦ୍ୱାରା ସବୁ ମସଲାର ଫ୍ଲେଭର ଚାରୁ ଭିତରକୁ ଆସିଯିବ। 2-3 ମିନିଟ୍ ପରେ ଏଠି ଦେଖନ୍ତୁ ଚାରୁ ଆଗ ଅପେକ୍ଷା ଟିକେ ବହଳିଆ ହେଇଯାଇଛି, କିନ୍ତୁ ଚାରୁର କନସିଷ୍ଟେନ୍ସି ଏତିକି ପାଣି ରଖିବେ। ୟାଠାରୁ ବହଳିଆ ହେଲେ ଚାରୁ ଖାଇବା ପାଇଁ ଭଲ ଲାଗିବ ନାହିଁ। ଶେଷରେ ଚାରୁରେ ଆମେ ଲୁଣ ଆଉ ଖଟାକୁ ଚାଖିବା। ଯେତିକି ଖଟା ଥିବ ସେହି ହିସାବରେ ଦେଖିକି ଅଳ୍ପ ଗୁଡ଼ ଦେବା। ଅଳ୍ପ ଗୁଡ଼ ଦେଲେ ଚାରୁ ଟିକେ ଖଟା ମିଠା ଲାଗିବ, ଖାଇବା ପାଇଁ ଭଲ ଲାଗିବ। ଆପଣଙ୍କ ଆମ୍ବ କେତେ ଖଟା ଅଛି ସେହି ହିସାବରେ ଦେଖିକି ଆପଣମାନେ ଗୁଡ଼ ଦେବେ। ଗୁଡ଼ ଦେବା ପରେ ଆଉ 1 ମିନିଟ୍ ପର୍ଯ୍ୟନ୍ତ ଫୁଟେଇବା। ଆପଣ ଚାହିଁଲେ ଏମିତି ଚାରୁକୁ ଖାଇପାରିବେ, କିନ୍ତୁ ଚାରୁର ଟେଷ୍ଟ ବଢ଼ାଇବା ପାଇଁ ଆମେ ଟିକେ ଛୁଙ୍କ ଦେବା। ଛୁଙ୍କ ପାଇଁ 1 ଛୋଟ ଚାମଚ ସୋରିଷ ତେଲ ଗରମ କରିବା। ତେଲ ଗରମ ହୋଇଯିବା ପରେ ଅଧା ଛୋଟ ଚାମଚ ପଞ୍ଚ ଫୁଟଣ ଦେବା। ଫୁଟଣ ତେଲରେ ଫୁଟିଯିବା ପରେ 3-4ଟି ରସୁଣ, 1 କଞ୍ଚା ଲଙ୍କାକୁ ଟିକେ ଦରଛେଚା କରିକି ଦେବା। ରସୁଣ କଞ୍ଚା ଲଙ୍କାକୁ ଦରଛେଚା କରିକି ଦେଲେ ଛୁଙ୍କରେ ବହୁତ ବଢ଼ିଆ ବାସ୍ନା ଆସେ। 2ଟି ଶୁଖିଲା ଲଙ୍କା, ଅଳ୍ପ କିଛି ଭୃଷଙ୍ଗ ପତ୍ର ଦେବା। ଲୋ ଫ୍ଲେମ୍ରେ ସବୁ ଜିନିଷକୁ ହାଲକା ଭାଜିବା। ଛୁଙ୍କରେ ସବୁ ଜିନିଷକୁ ହାଲକା ଭାଜିବେ, ବେଶୀ ପୋଡ଼ିବେ ନାହିଁ। ଛୁଙ୍କ ହେଇଯିବା ପରେ ଶେଷରେ 3-4 ପିଞ୍ଚ ହିଙ୍ଗୁ ଦେବା। ହିଙ୍ଗୁ ଶେଷରେ ଦେଲେ ହିଙ୍ଗୁର ବାସ୍ନା ଛୁଙ୍କରେ ରୁହେ। ଏବେ ଗରମା ଗରମ ଛୁଙ୍କକୁ ଆଣି ଫୁଟୁଥିବା ଗରମା ଗରମ ଚାରୁରେ ଦେବା। ସାଙ୍ଗେ ସାଙ୍ଗେ 1 ମିନିଟ୍ ପର୍ଯ୍ୟନ୍ତ କଭର କରିବା, ଯାହାଦ୍ୱାରା ଛୁଙ୍କର ବାସ୍ନା ଚାରୁ ଭିତରେ ରହିବ। ତାପରେ ସବୁ ଜିନିଷକୁ ଗୋଳେଇ ନେବା। ଏବେ ଆମ ରେଡ଼ି ହେଇଗଲା ସବୁଠୁ ସୁଆଦିଆ କଞ୍ଚା ଆମ୍ବ ଚାରୁ। ଚାରୁର ଫାଇନାଲ କନସିଷ୍ଟେନ୍ସି ଦେଖନ୍ତୁ, ଏତିକି ପାଣି ରଖିବେ। ଏତିକି ପାଣି ରହିଲେ ଖାଇବା ପାଇଁ ଭଲ ଲାଗିବ। ଆପଣମାନେ ବନାନ୍ତୁ, କେମିତି ଲାଗିଲା ନିହାତି ମୋତେ କମେଣ୍ଟସ୍ କରି ଜଣାଇବେ। ତାହେଲେ ଆଜି ପାଇଁ ରହିଲି, ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।